ଗତ ଜାନୁଆରୀ 19 ତାରିଖ ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରୁ ଗୋଟେ ଡକାୟତି ହେଇଥିଲା, ଯେଉଁଥିରେ କି ପାଖାପାଖି 4.5 ଲକ୍ଷ ଟଙ୍କାର କ୍ୟାସ୍ ଆଉ 7 କେଜିର ସୁନା ଲୁଟ୍ ହେଇଥିଲା। ସେ ଲୁଟ୍ ଘଟଣାରେ ପୂର୍ବରୁ ଆମେ 3 ଜଣ ଅଭିଯୁକ୍ତଙ୍କୁ ଆରେଷ୍ଟ କରିସାରିଥିଲୁ। ତାଙ୍କ ପାଖରୁ 2ଟା ଭେହିକିଲ୍, 2ଟା ସ୍କର୍ପିଓ ଭେହିକିଲ୍ 2ଟା ଜବତ ହେଇଥିଲା। 280 ଗ୍ରାମ ପାଖାପାଖିର ସୁନା ଜବତ ହେଇଥିଲା। ଆଉ ସେଇ କେସ୍ରେ ଗତକାଲି ଆଉ 2 ଜଣ ଅଭିଯୁକ୍ତଙ୍କୁ ଆମେ ଆରେଷ୍ଟ କରିଛୁ। ସନ୍ତୋଷ କୁମାର ଏଲିଆସ୍ ପାସୱାନ ଆଉ ଜଣେ ନବୀନ କୁମାର ଏଲିଆସ୍ ଯାଦବ, ଏ 2 ଜଣଙ୍କୁ ଗତକାଲି ଗିରଫ କରାଯାଇଛି। ଆଉ ତାଙ୍କ ପାଖରୁ ଗୋଟେ ଗୋଲ୍ଡ ଚେନ୍, ଗୋଟେ ଗୋଲ୍ଡ ରିଙ୍ଗ ଆଉ 2ଟା ଭିଭୋ ଫୋନ୍, 2ଟା ଆଧାର କାର୍ଡ଼ ଜିନିଷ ଜବତ ହେଇଛି। ଆଉ ଆଜି ତାଙ୍କୁ କୋର୍ଟକୁ ଛଡ଼ା। ଆଜି ଅଳଙ୍କାର କେତେ କ'ଣ ଜବତ ହେଇଛି? କେବଳ ଗୋଟେ ସୁନା ଚେନ୍, ଗୋଟେ ସୁନା ରିଙ୍ଗ, ଏତିକି ଆଜି ଜବତ ହେଇଛି ତାଙ୍କ ପାଖରୁ। ସେଠୁ ଲୁଟ୍ ହେଇଥିଲା ସୁନା, ସେଥିରୁ ପାଖାପାଖି ପୂର୍ବ ଯେଉଁ ଅଭିଯୁକ୍ତ ମାନେ ଗିରଫ ହେଇଥିଲେ ତାଙ୍କ ପାଖରୁ ପାଖାପାଖି 280 ଗ୍ରାମ ସେଇ ସମୟରେ ଜବତ ହେଇଥିଲା। ଆଉ ଏବେ ଏଇ 2 ଜଣ ଯେଉଁ ଗିରଫ ହେଇଛନ୍ତି ତାଙ୍କ ପାଖରୁ ଗୋଟେ ସୁନା ଚେନ୍ ଆଉ ଗୋଟେ ସୁନା ରିଙ୍ଗ। ଆଉ ବର୍ତ୍ତମାନ ସୁଦ୍ଧା ଆମେ 6 ଜଣଙ୍କୁ ଗିରଫ କରିଛୁ। ଆହୁରି ପାଖାପାଖି 4-5 ଜଣ ଅଭିଯୁକ୍ତ ଗିରଫ ହେବେ। ଆଉ ଯେଉଁ ଶିବୁ କୁମାର ଯିଏ ପୂର୍ବରୁ ଆରେଷ୍ଟ ହେଇଥିଲେ ତାଙ୍କ ପାଖରୁ 20,000 ଟଙ୍କା କ୍ୟାସ୍ ରିକଭରି ହେଇଥିଲା।